ମୋ ନାଁ ସବ୍ୟସାଚୀ ଗୌଡ଼ ବରିଗୁମା ବ୍ଲକ ବାସିନ୍ଦା ଗୁଜନିଗୁଡ଼ା ଗ୍ରାମ ପଞ୍ଚାୟତ। ଦେଖନ୍ତୁ ବର୍ତ୍ତମାନ ଆମର ଯୁବ ସମାଜକୁ ତଳିତଳାନ୍ତ କରିସାରିଲାଣି ଆମର ଦେଶୀ ପୋଡ଼ି ମଦ, ତାକୁ ପୋଡ଼ି ମଦ କହୁଛନ୍ତି। ବର୍ତ୍ତମାନ ବାହାରୁ ଦେଶରୁ ଆସିକି ବିହାରରୁ ଆସିକି ଆମର କୋରାପୁଟ ଜିଲ୍ଲାର ଆଦିବାସୀ ଯୁବକମାନଙ୍କୁ 10 ଟଙ୍କା ମୂଲ୍ୟ, କିନ୍ତୁ ତାର ଲକ୍ଷେ ଟଙ୍କାର ଜୀବନ ନେବାକୁ ବସିଲାଣି ସେଇ 10 ଟଙ୍କାର ମଦଟି। ବର୍ତ୍ତମାନ ମୁଁ ଏହାକୁ ଦୃଢ଼ ବିରୋଧ କରୁଛି। ଗାଁ ଗାଁରେ କାହିଁକି ବିକୁଛନ୍ତି ସେମାନେ? ଗାଁରେ କାହିଁକି ବିକୁଛନ୍ତି? ଆମେ ଏହାର ବିରୋଧ କରୁଛୁ। ଆଉ ଯଦି ଯଥାଶୀଘ୍ର ଏହାର ବନ୍ଦ କରା ନଯାଏ ତ ଆଗାମୀ ଦିନରେ ସେଇଠି ଆମେ ବିରୋଧ କରିବୁ ଏହାର। ଆଉ ଦେଖନ୍ତୁ ଆମର ଅବକାରୀ ବିଭାଗ ଅଛନ୍ତି ନାମମାତ୍ରକୁ, ତାଙ୍କର ଅଣ୍ଡରରେ ଯେଉଁ ବିହାରୀ ଭାଟି ଯିଏ ଚଲାଉଛନ୍ତି ତାଙ୍କ ଅଣ୍ଡରରେ ଅଛନ୍ତି। ତାଙ୍କେ ଯାହା କହିବେ ତାଙ୍କେ ସେୟା କରୁଛନ୍ତି, ପଇସା ନେଇ କରୁଛନ୍ତି। ଆଉ ଆମର ଯିଏ ସାଧାରଣ ସିଏ କିଏ ଟିକେ ସ୍ୱଳ୍ପ ବିକୁଛି, କିଏ ଟିକେ ନିଜେ ଟିକେ ଖାଇବା ପାଇଁ ତାଙ୍କୁ ଇଏ କରୁଛନ୍ତି। ଆଙ୍କର ମଦ ନ କିଣିଲେ ସେମାନଙ୍କୁ ମିଛ କେସ୍ରେ ଆମର ଅବକାରୀ ବିଭାଗ ଧରିକି ଆଣୁଛି। ସପ୍ତାହେ 2 ସପ୍ତାହ ଖଣ୍ଡେ ମିଛ କେସ୍ରେ ତାକୁ ଲଗାଉଛି, କେସ୍ ଲଗାଉଛି ଆଉ ତାଙ୍କୁ ହଇରାଣ କରୁଛି।